ଆପଣ କହିଲେ ଡିସେମ୍ବର ଯେତେ ଶେଷ ହେବାକୁ ପାଖେଇ ଆସୁଛି ମେଳି ସେତେ ବଢ଼ୁଛି। ପ୍ରକୃତରେ 2026 ଲାଗୁଛି ବହୁତ କିଛି ହେବ। ସେଇଥିପାଇଁ ଆମେ ସବୁ ଉତ୍ଫୁଲ୍ଲିତ, ସେଇଥିପାଇଁ ମେଳି କରୁଛୁ। କିଛି ମେଳି ନାହିଁ। ଶୁଣନ୍ତୁ, ରାଜନୀତି କଲେ ଚର୍ଚ୍ଚା ହେବ, ଚର୍ଚ୍ଚା ହେଲେ ସମସ୍ତଙ୍କୁ ଖୋରାକ ମିଳିବ, ହେଲା କଥା। ବଟ୍ ଅନ୍ତର୍ନିହିତ ଉଦ୍ଦେଶ୍ୟ ଯାହା ଅଛି ତା ହେଉଛି ଆମେ ଏକାଠି ବସିଥିଲୁ। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ତାପରେ ଦୂର ଦୂରାନ୍ତ ଯେଉଁମାନେ ସବୁ ଥିଲେ, ଯଥା ମାଲକାନଗିରି ହେଉ, କୋରାପୁଟ ହେଉ, ବରଗଡ଼ ଦେଖା ହେଇନଥିଲା, ଗୋଟେ ଏକାଠି ବସି ଗୋଟେ ବଣଭୋଜି ଆମେ କରୁଥିଲୁ। ସେଥିପାଇଁ ଗୋଟେ ପ୍ରପୋଜାଲ୍ ଦେଲୁ ଏବଂ ଆପଣମାନେ ଯେଉଁ ନାଁ ଦେଇଛନ୍ତି ଲିଗାସି, ଯେଉଁମାନେ କହିଛନ୍ତି ଆମେ ଯେଉଁ ଯୁବ ନେତୃତ୍ୱ କେଇ ଜଣ ଅଛୁ ଆମେ ସମସ୍ତଙ୍କୁ କଣ୍ଟାକ୍ଟ କଲୁ, ସମସ୍ତେ ଖୁସିରେ ଖୁସିରେ ରାଜି ହେଇଗଲେ। ତ ରାଜି ହେଲେ ଆଉ ସବୁ ଖାଇବା ପିଇବା ନାଚ ଗୀତ କରିବା, ସେ ଦୃଷ୍ଟିରୁ ଗୋଟେ ସେଇ ପରିପ୍ରେକ୍ଷୀରେ ଗୋଟେ ହେଇଥିଲା। ଆ ଭିତରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ଗୋଟେ ସମସ୍ତେ ହେଉଛୁ ଏ ଦଳର ଶୃଙ୍ଖଳିତ ସୈନିକ। ଦଳର ମାନ୍ୟବର ସଭାପତି ଯାହା ନିର୍ଦ୍ଦେଶ ଦେବେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମମାନଙ୍କ କର୍ତ୍ତବ୍ୟ। ତ ସେଇ ପରିପ୍ରେକ୍ଷୀରେ ଆମର ନୋଟିସ୍ ଆସିଛି, ପ୍ରତ୍ୟେକ ବର୍ଷ ଆସେ, ମାନ୍ୟବର ସଭାପତି ନିର୍ଦ୍ଦେଶ ଦିଅନ୍ତି ଏଥର ତମେ କ'ଣ କ'ଣ କରିବ, ଆମେ କ'ଣ କରିବା। ଯେଉଁ ଖସଡ଼ା ପ୍ରସ୍ତୁତ ହୁଏ ସେ ନିର୍ଦ୍ଦେଶ ଆମେ ତ କାର୍ଯ୍ୟକାରୀ କରୁ। ନଥିଙ୍ଗ ରଙ୍ଗ ୱିଥ୍ ଦ୍ୟାଟ୍। ଆଉ ତାପରେ ତା ଛଡ଼ା ଦ୍ୱିତୀୟ ଜିନିଷ କିଛି ନାହିଁ। ସର୍ବଭାରତୀୟ ସ୍ତରରେ ଆଞ୍ଚଳିକ ଦଳ ହିସାବରେ ବିଜୁ ଜନତା ଦଳ ଅନ୍ୟତମ ସର୍ବବୃହତ୍ ଦଳ ଏବଂ ଶୃଙ୍ଖଳିତ ଦଳ। ନେତୃତ୍ୱ ଗୋଟିଏ ନବୀନ ପଟ୍ଟନାୟକ, ତା ଛଡ଼ା ଆଉ କିଛି ଜିନିଷ ନାହିଁ। ତେଣୁ ଯେଉଁମାନେ ଏ ଯେଉଁ ସ୍ପେକୁଲେସନ୍ ଚାଲିଛି ଏୟା ସେୟା, ସେସବୁ ଜିନିଷ କିଛି ନୁହେଁ। ସମସ୍ତେ ହୃଦୟରୁ ଭଲ ପାଇଛନ୍ତି ନବୀନ ପଟ୍ଟନାୟକ ଏବଂ ମାନି ନେଇଛନ୍ତି ଶେଷ ପର୍ଯ୍ୟନ୍ତ ନେତା ଆମ ନବୀନ ପଟ୍ଟନାୟକ, ହେଲା କଥା। ତେଣୁ ଆଜି ନେତୃତ୍ୱର ସଙ୍କଟ ଆସିଲା କେଉଁଠୁ? ବାକି ରହିଲା ଦଳ। ମୋତେ କିଛି ପ୍ରଶ୍ନ ପଚାରୁଛନ୍ତି ନୂତନ ଦଳ ଗଢ଼ା ହେବ। ନୂତନ ଦଳ ଗଢ଼ିବୁ କାହିଁକି? ଏତେ ସଶକ୍ତ ଦଳ ଆମ ପାଖରେ ଅଛି, ବିଜୁ ଜନତା ଦଳ। ବିଜୁ ଜନତା ଦଳ କ'ଣ ଖାଲି ନବୀନ ପଟ୍ଟନାୟକକୁ ନେଇକି ହେଇଛି? ବିଜୁ ଜନତା ଦଳ ଗଠନ ହେଲା, ତା ପଛରେ ଅନେକ ଯଥା ଦିବଙ୍ଗତ ନେତାମାନେ ଅଛନ୍ତି, ତା ଭିତରୁ ଅନ୍ୟତମ ମୋ ବାପା ମଧ୍ୟ ଅଛନ୍ତି, ଅନ୍ୟ ସିନିୟର ନେତା ଅଛନ୍ତି, କାଳନ୍ଦୀ ବେହେରା ଅଛନ୍ତି, ଆପଣଙ୍କର ଯେଉଁମାନେ ଆମର ସବୁ ବାପାମାନେ ଯେଉଁମାନେ ଅଛନ୍ତି, ପ୍ରଦୀପ ମହାରଥୀ ହୁଅନ୍ତୁ, ବାକି ବିଜୟ ରାଉତରାୟ ହୁଅନ୍ତୁ, କଳ୍ପତରୁ ଦାସ ହୁଅନ୍ତୁ, ସମସ୍ତ ଅନେକ ଲୋକଙ୍କର ଅବଦାନ ଅଛି ଯେଉଁମାନେ ଚାଲିଗଲେଣି। ତ ତାପରେ ଯେଉଁମାନେ ସିନିୟର ମାନେ ଏବେ ଅଛନ୍ତି ସେମାନଙ୍କ ମଧ୍ୟ ଯଥେଷ୍ଟ ଅବଦାନ ଅଛି। ତାପରେ ଆମେ ସବୁ ପରେ ଆସିଲୁ। ତ ଦଳ ସମସ୍ତେ ଆଜି ଆମ ବାପାମାନଙ୍କ ଠାରୁ ଯେଉଁ ସ୍ୱର୍ଗ ଚାଲିଗଲେଣି ଯେଉଁମାନେ ଦୁନିଆରୁ, ସେମାନଠାରୁ ଆରମ୍ଭ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ବରିଷ୍ଠ ଅଛନ୍ତି ଏବଂ କନିଷ୍ଠ ଆମମାନେ, ସମସ୍ତଙ୍କ ପାଟିରେ ଗୋଟିଏ କଥା ହେଉଛି ଆମର ନେତା ନବୀନ ପଟ୍ଟନାୟକ। ତ ଆ ଛଡ଼ା ଭାବିବାର କ'ଣ ଅଛି? ଆଉ କିଛି ଏ ଦଳ ଅନେକ ଲୋକଙ୍କର ଅନେକ ପରିଶ୍ରମ, ଅନେକ ତ୍ୟାଗରେ ଦଳ ତିଆରି ହେଇଛି ଏବଂ ଆଭାମାନ କାଳରୁ ଯେବେଠାରୁ ବିଜୁ ଜନତା ଦଳ ତିଆରି ହେଲା ଏବଂ ଆଜି ପର୍ଯ୍ୟନ୍ତ ସମସ୍ତେ କିନ୍ତୁ ଗୋଟିଏ କଥା ସବୁବେଳେ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ତାଙ୍କର ନୀତି ଆଦର୍ଶ ଏବଂ ତାଙ୍କର ସୁପୁତ୍ର ମାନ୍ୟବର ନବୀନ ପଟ୍ଟନାୟକ ଆମର ନେତା। ଆ ଛଡ଼ା ଦ୍ୱିତୀୟ ଜିନିଷ କିଛି ନାହିଁ। ବାକି କହିବା ଲୋକ କହିବେ, ଯଦି ଚର୍ଚ୍ଚା ନ ହେବ ତାର ରାଜନୀତିର ମାନେ କ'ଣ ଅଛି, ହେଲା କଥା। ଦଳ ଏମିତି ନୁହେଁ କି ହାଇଜାକ୍ କରି ନେଇଯିବ କି କ'ଣ ହେବ। ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି ଏବଂ ତାଙ୍କର ଦୃଢ଼ ସୈନିକ ଆମେ ଅଛୁ, ତେଣୁ ସେଭଳି କିଛି ସମ୍ଭାବନା ନାହିଁ। ହାଇଜାକ୍ ନେବେ କରିକି ନେବେ ନାହିଁ। ଏ ଦଳ ସୁଦୃଢ଼ ଅଛି, ମାନ୍ୟବର ସଭାପତି ଯାହା ନିଷ୍ପତ୍ତି ନେବେ, ହେଲା କଥା। କିନ୍ତୁ ଦଳ ସୁଦୃଢ଼ ଅଛି, କିଛି ଭାବନ୍ତୁନି। ଆମର ଗୋଟିଏ ଲକ୍ଷ୍ୟ, ଯେଉଁଟା ଆମେ କିଛିଟାରେ ବିଚ୍ୟୁତ ହୋଇଗଲୁ, ଆମେ ଆଉ ଥରେ ନବୀନ ବାବୁକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ପାଇଁ ଚାହୁଁଛୁ, ଏ ହେଲା କଥା, ଆଉ କିଛି ନୁହଁ। ତା ପାଇଁ କ'ଣ କ'ଣ କରାଯିବ, ଏ ହେଲା କଥା। ଏବଂ ଗୋଟିଏ ବିରୋଧୀ ଦଳର ଭୂମିକା ଯାହା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ନିର୍ବାହ କରି ଆସିଛି, ଆଗାମୀ ଦିନରେ ମଧ୍ୟ ଏ ସରକାରଙ୍କର ଯାହା ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେବ ତାକୁ ଆମେ ନିଶ୍ଚିତ ଭାବେ ଲୋକଲୋଚନକୁ ଆଣିବୁ, ଯେଉଁଟା ବିରୋଧୀ ଦଳର କର୍ତ୍ତବ୍ୟ, ଏ ହେଲା କଥା। ତେଣୁ ଯେଉଁମାନେ ମାନ୍ୟବର ବିଧାୟକ ଯେଉଁମାନେ ବିଜୁ ଜନତା ଦଳ ଜିତିଛନ୍ତି ସେମାନେ ତାଙ୍କର କାର୍ଯ୍ୟ କରୁଛନ୍ତି, ଲୋକଲୋଚନକୁ ଆଣୁଛନ୍ତି ଏବଂ ଯେଉଁମାନେ ବିଧାନସଭା ବାହାରେ ଅଛନ୍ତି ସେମାନେ ମଧ୍ୟ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ତ୍ରୁଟି ବିଚ୍ୟୁତି ଲୋକଲୋଚନକୁ ଆଣିବା ପାଇଁ। ଏବଂ ଲୋକମାନେ ମଧ୍ୟ ବୁଝିଗଲେଣି 24 ବର୍ଷର ମାନ୍ୟବର ନବୀନ ପଟ୍ଟନାୟକ ଶାସନ ଏବଂ ଏ 1.5 ବର୍ଷର ବିଜେପି ଶାସନ ଭିତରେ ତଫାତଟା କ'ଣ, କହିବାର କୌଣସି ଆବଶ୍ୟକତା ନାହିଁ। ମାନ୍ୟବର ସଭାପତି ଚିନ୍ତା କରୁଛନ୍ତି ଏବଂ ଦଳର ଯେଉଁମାନେ ବରିଷ୍ଠ ଅଛନ୍ତି ସେମାନେ ମଧ୍ୟ ମାନସ ମନ୍ଥନ ଏବଂ ବାର ବିଚାର ବିମର୍ଶ କରୁଛନ୍ତି ଦଳକୁ କେଉଁ ଟାଇପ୍ର ନେବା ଆଗାମୀ ଦିନରେ 2026ରେ। ଏବଂ
ପୂର୍ବାପେକ୍ଷା ଅଧିକ ସୁଦୃଢ଼ କେମିତି କରିବା ତା ବାବଦରେ ମଧ୍ୟ ଆଲୋଚନା ହେଉଛି। ନିଶ୍ଚିତ ଭାବରେ ଆପଣମାନେ ଭବିଷ୍ୟତରେ ଜାଣିବେ। କ୍ଷମତା ଲୋଭ ଆମର କେବେ ନଥିଲା। ଆମେ ଲୋକଙ୍କୁ ସେବା କରୁଥିଲୁ। ତେଣୁ ଆମ ପାଖରେ ନବୀନ ପଟ୍ଟନାୟକ ଭଳି ଜଣେ ରତ୍ନ ଅଛନ୍ତି, ତାହେଲେ ଖାଇବା ପିଇବା କରି ଖୁସିରେ ନ ରହିବୁ କାହିଁକି? 6ରୁ 60 ହେଲା ସେଇଟା ନୁହଁ, ସମସ୍ତଙ୍କ ମନ ଭିତରେ ଥିଲା ଟିକେ ବସି ଖୁସି କରିବା। ତେଣୁ ଅତୀତରେ କିଛି ରେଷ୍ଟ୍ରିକ୍ସନ୍ ଥିଲା ଉପରେ, ଆପଣମାନେ ଜାଣିଛନ୍ତି। କିନ୍ତୁ ଏବେ ସେ ଜିନିଷ ଆପାତତଃ ନାହିଁ। ମନ ଖୁସି କରିବା ପାଇଁ କାହାକୁ ରୋକ ନାହିଁ। ଠିକ୍ ଅଛି। ତେଣୁ ଆମେ ଆଗାମୀ ଦିନରେ ସମସ୍ତେ ବସିବେ। ହେଇପାରେ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଭୋଜି ଭାତ କେଉଁଠି କରିପାରନ୍ତି, ଆମେ ସମସ୍ତେ ସେଠି ଯାଇପାରୁ। କି ସିନିୟର ନେତାମାନେ ଯେଉଁମାନେ ଅଛନ୍ତି ସେମାନେ କରିପାରନ୍ତି, ଆମେ ଯାଇପାରୁ। ତେଣୁ ଇଏ ହେବ, ଆ ଦେହରେ କିଛି ଦ୍ୱିମତ ହେବାର କିଛି ଭାବିବାର ନାହିଁ, କିଛି ମନ ଇଏ କରିବାର ନାହିଁ। ନବୀନ ପଟ୍ଟନାୟକ ଗୋଟେ ନେତୃତ୍ୱ, ଏଇଟା ଓଡ଼ିଶା। ଆମେ ମାନିଛୁ ଆମର ହୃଦୟର ମୌଡ଼ମଣି ନବୀନ ପଟ୍ଟନାୟକ।